नमस्कार सर। कृषि जागरण स्वतंत्र लाइव सेशन कार्यक्रम को स्वागत करुछि। मु सुदेशना आज आम सहित जोग देइछन्ती जने सॉफ्टवेयर डेवलपर मिस्टर स्वप्निल कुमार बेहेरा, एमडी डायरेक्टर ऑफ मु कृषक। से बतक चाष करंती। चलंतु तांको सहित आज आमे कथावार्ता करिबा। सर प्रथमे तो आपण बतक चाष केबेठु कोन आरंभ कले से ऊपरे किछि कहिबे हमकु? निश्चित मैम। नमस्कार समस्त दर्शक बंधु मानक आपण टीम को बहुत बहुत धन्यवाद मैम। आपण एते हमको इनवाइट करथिबारु तो आज हम निश्चित हम आपन को जणेबु आपन को जो कहउछन्ती बतक पालन ऊपरे। हम एते बतक पालन आरंभ करदु मैम। प्रथमे हम ता ऊपरे एते नॉलेज नथिला। तो प्रथमे हम इंडियन नर बतक को बड़ साइज रो बतक नॉर्मल मार्केट टू किनि के आनिथिलु। तापर सेटु हमरो किछ न प्रॉफिट हला पारे सेकंड बैच रो हम स्टार्ट करलु छुआ आपन बाहर किनिलु। तापर हम धीरे धीरे ये ऊपर हम निजर हेचरी स्टार्ट हो गलानी एबे निजर निजर छुआ बाहरुची हमर एबे जोटा कि हमर प्रत्येक 15 दिन के थरे बाहरुची। 15 दिन को आपनकर 12 रु 15,000 चिक्स बाहरुची जोटा ऑल ओवर ओडिसा रे हम सप्लाई करूछु। आज्ञा। ता बाद जेमति मैम जे आपण आगुर भी कहथि हमर सब बेले मिक्स ब्रीड ता कोन होचे बेनिफिट पाउछु हमें मिक्स ब्रीड रे। तो सेति भाई यहा को कोन करछु इंडियन ओनर आ खाकी केम्पु हम कंपेयर करछु। इंडियन ओनर ता आपनकर कम अंडा देथाय किंतु मांस पई भलो। आ आपण देखिबा ताहले खाकी केम्बल टा आपनकर अंडा पाई भलो मांस पाई नुह। तो सेति भाई ताको दुई जन को क्रॉस करे कि इंडियन और खाकी केम्बल को ब्रीड को क्रॉस करके हम नूतन ब्रीड मध्ये हम तयारी करिछु एबे। आउ जोटा मार्केट रे आउ भी अछि ओडिसा रे बहुत चाष करछन्ती आपन को व्हाइट पैकिंग। किंतु व्हाइट पैकिंग के हम ओडिसा मार्केट टिके प्रॉब्लम होछि बिक्री करिवारे। तो सेटा मांस पाई बहुत भलो मांस। आज्ञा। तो सर बतक चाष रे एमती चासी माननकु केते कोन सब लाभ मिलिबो? যদি ଗୋଟେ ଛୋଟ ଲେଭେଲ ଷ୍ଟାର୍ଟ କରିବେ ଜଣେ ଚାଷୀଟା ଆପଣଙ୍କର ବତକ କିଣିବେ ବଡ ସାଇଜ ଯଦି କିଣୁଛନ୍ତି ଆପଣ 100 ରୁ 120 ଟଙ୍କାରେ ଷ୍ଟାର୍ଟ ହେଇଯାଉଛି ଯୋଉଟା 3 ମନ୍ଥର ବତକଟା। ତାକୁ ଆପଣ ନେଇକି ଫାର୍ମିଂ କରିବେ ଅଣ୍ଡା ପାଇଁ ତ ଆଉ 3 ମାସ ଆପଣ ନିଜେ ରଖିବେ। ଦେନ ଆପଣ ମାର୍କେଟରେ ବିକ୍ରି କରିବେ ଅଣ୍ଡାଟା। ତ ପ୍ରଥମେ ଦେଖିବାକୁ ପଡିବ ଯୋଉ ବି କଷ୍ଟମର ଯଦି ଅଣ୍ଡା ପାଇଁ ଷ୍ଟାର୍ଟ କରୁଛନ୍ତି ପ୍ରଥମେ ଆପଣଙ୍କ ଏରିଆରେ ବୁଝିବାକୁ ପଡିବ କି ଆପଣ ଏରିଆର ଅଣ୍ଡା ଡିମାଣ୍ଡ କେମିତି। ଯଦି କାହିଁକି ଯଦି ଆପଣ ବତକ ପାଳନ କରିଦେବେ ଅଣ୍ଡା ଡିମାଣ୍ଡ ନଥିବ ଦେନ ଆପଣ ପାଇଁ ବତକ ପାଳନ ଗୋଟେ ବହୁତ ବଡ ଲସ୍ ପ୍ରୋଜେକ୍ଟ। ସେଥିପାଇଁ ବତକ ପାଳନକୁ ଆପଣ ଓହ୍ଲେଇବା ଆଗରୁ ଆପଣଙ୍କୁ ପ୍ରଥମେ ଦେଖିବାର ଅଛି କି ଆପଣଙ୍କର ମାର୍କେଟିଂ କେମିତି ଅଛି ଅଣ୍ଡା ବିକ୍ରି କରିପାରିବେ କି ନାହିଁ। ଯଦି ଅଣ୍ଡା ବିକ୍ରି କରିପାରିବେ ନାହିଁ ଦେନ ମାଂସର ମାର୍କେଟ ଦେଖନ୍ତୁ। ମାଂସ ସେ ବିକ୍ରି କରିପାରିବେ ନାହିଁ। ଆଉ ଯଦି ଦୁଇଟା ମାର୍କେଟିଂ ପୁରା ଜିରୋ ଦେନ ଆପଣ ଏ ମାର୍କେଟକୁ ଓହ୍ଲାନ୍ତୁ ନାହିଁ। ଆପଣ ପାଇଁ ଏହା ଯୋଗ୍ୟ ନୁହଁ। आज्ञा। ଆଉ ନୂଆ ଚାଷୀ ଯଦି କରିବ ଷ୍ଟାର୍ଟ କରିବ ଆପଣ 100 ବତକରୁ ଯଦି ଷ୍ଟାର୍ଟ କରୁଛି ତାହେଲେ ଆପଣ ସେ ଗୋଟେ ବତକ ପିଛା କିଛି ନହେଲେ ବି 160 ରୁ 150 ଟଙ୍କା ଗୋଟେ ବତକରେ ପ୍ରଫିଟ ପାଇବ ମ୍ୟାମ ସବୁ ଖର୍ଚ୍ଚ ଯାଇ। आज्ञा। तो सर जो ऋतु अनुଯାୟୀ ଆମେ ବତକ ମାନଙ୍କର ଯତ୍ନ କେମିତି ନେଇ ପାରିବା? ଯଦି ଦେଖିବା ଆମେ ଯଦି ମୋଟାମୋଟି ଦେଖିବାକୁ ଗଲେ ବତକରେ ବହୁତ କମ ରୋଗ ଦେଖାଯାଇଥାଏ। ଯେମିତି କି ଆପଣଙ୍କର ଯେମିତି ଥଣ୍ଡା ମାସରେ ତାଙ୍କୁ ଗୋଟେ ବାତ ହେଇଥାଏ। ଆଉ ବାକି ନର୍ମାଲ କିଛି ଅସୁବିଧା ହୁଏ ନାହିଁ। ଯଦି ଆପଣ ବାହାରେ ଫ୍ରି ରେଞ୍ଜ ଛାଡୁଛନ୍ତି ପୋଖରୀ ଅଛି ଗାଡିଆ ଅଛି କି ଆପଣ ଜମି ଅଛି ଏ ଜାଗା ଛାଡୁଛନ୍ତି ତାହେଲେ ରୋଗ ନ କହିଲେ ଚଲେ। ଆଉ ରହୁଛି ନର୍ମାଲ ଯଦି ଆପଣ ବତକ ନେଇକି ଆଉଛନ୍ତି ଯୋଉ ଜାଗାରେ ମଧ୍ୟ ଛୋଟ ବତକକୁ ଯାହାବି ପ୍ରଥମେ ତାଙ୍କୁ ପଚାରି ନିଅନ୍ତୁ ଭ୍ୟାକ୍ସିନ ଦେଇଛନ୍ତି କି ନାହିଁ। ଯଦି ଭ୍ୟାକ୍ସିନ ସେ ଦେଇନାହାନ୍ତି ଆପଣଙ୍କୁ ଭ୍ୟାକ୍ସିନ ଦେବାକୁ ପଡିବ। କାହିଁକି ଭ୍ୟାକ୍ସିନ ଗୋଟେ ଏମିତି ଜିନିଷ ଯଦି ଆପଣ ଭ୍ୟାକ୍ସିନ ଦଉଛନ୍ତି ଆପଣ ବତକ ମାନଙ୍କୁ ତାହେଲେ ରୋଗଟା ଦେଖାଯାଏ ନାହିଁ। ତ କୋଉ କୋଉ ଭ୍ୟାକ୍ସିନ ଦେବା ପ୍ରଥମେ ଆପଣଙ୍କର ଡେ 1 ଗୋଟେ ଭ୍ୟାକ୍ସିନ ଦିଆଯାଇଥାଏ ହେପାଟାଇଟିସ ବୋଲିକି। ତାପରେ ଆପଣ ଡେ 7 ରେ ଆଉ ତାପରେ ଆପଣ ଡେ 14 ରେ ତାପରେ ଆପଣଙ୍କ 28 ଡେ ରେ ଏଇ ଟାଇପର ଦିଆଯାଇଥାଏ। ଯୋଉଟା କି ଆପଣଙ୍କର ରହିଲା ଗୋଟେ ଲାସୋଟା ରହିଲା ଡଗ କୋଲେରା ରହିଲା ଡଗ ହେପାଟାଇଟିସ ରହିଲା। ଏଇ ସବୁ ଭ୍ୟାକ୍ସିନ ଆମେ ଦେଇକି ରଖୁଛୁ ଆମ ବତକ ମାନଙ୍କୁ ଦେନ ଏଇ ଆଉ ଏଇ ଅସୁବିଧା ହେବ ନାହିଁ। ଆଉ ଗୋଟେ ଦ୍ୱିତୀୟ ପ୍ରୋବ୍ଲେମ କଣ ହୁଏ ଆପଣ ଖରା ମାସରେ ହେଲା କି ବର୍ଷା ମାସରେ ବହୁତ ପ୍ରୋବ୍ଲେମ ହେଇଥାଏ। ଯଦି ଆପଣଙ୍କର ପାଣି ଦେଇକି ଗରମ ପାଣି ଦଉଛନ୍ତି ପିଇବା ପାଇଁ କି ବର୍ଷା ମାସରେ କାଦୁଅ ପାଣି ଦଉଛନ୍ତି ତ ଏଇ ଜାଗାରେ ବର୍ତ୍ତମାନଙ୍କ ଝାଡା ବା ଡାଇରିଆ ସମସ୍ୟା ଦେଖାଇଥାଏ। ଆଉ ସେମାନେ ବହୁତ ବିଟ୍ କରନ୍ତି ଆଉ ତାପରେ ତାଙ୍କର ଦେହଟା ଦୁର୍ବଳ ହେଇକି ମରିଯାଇଥାନ୍ତି। ଆଉ ଗୋଟେ ଦେଖିବା ଆମେ ବତକ ମାନଙ୍କର ଯଦି କି ଆପଣଙ୍କର ପୁରାପୁରି ଅସନା ରଖୁଛନ୍ତି ଫାର୍ମ ଟା ସବୁବେଳେ ବତକକୁ ସଫା ଜାଗା ଦରକାର। କାହିଁକି ମନୁଷ୍ୟ ମାନଙ୍କୁ ଯେମିତି ସଫାସୁତୁରା ଜାଗା ରହିବାକୁ ଯେମିତି ଭଲ ଲାଗେ ବତକ ମାନେ ସେମିତି ନୋ ଡାଉଟ ସେମାନେ ପାଣିରେ ରହନ୍ତି କିନ୍ତୁ ତାଙ୍କର ଯୋଉ ଶୋଇବା ସ୍ଥଳ ଟା ତାଙ୍କର ସବୁବେଳେ ଶୁଖିଲା ରହିବା ଦରକାର। ଯଦି ଓଦା ରହିଯିବ ଦେନ ବତକ ମାନଙ୍କୁ ଡିଜିଜ ଟା ବହୁତ ଲାଗିଥାଏ ଯେମିତି କିି ଆପଣ ଡାଇରିଆ ସମସ୍ୟା ହେଲା ତାପରେ ସେ ରେଡ କଲର ଝାଡା ହେଇଥାଏ ତାଙ୍କର ତାପରେ ସେମାନେ ଚାଲି ପାରନ୍ତି ଚୁପଚାପ ରହିଯିବେ ଧୀରେ ଧୀରେ ଦୁର୍ବଳ ହେଇଯାନ୍ତି। ତ ଏଇ ସମସ୍ୟା ଗୁଡିକ ଆପଣ ରହିଥାଏ ବର୍ଷା ମାସରେ ଆଉ ଖରା ମାସରେ। ଶୀତ ଋତୁରେ ଯଦି ଆପଣ ଛୋଟ ଛୁଆ ଆଣୁଛନ୍ତି ତାହେଲେ ଟିକେ ବ୍ରୁଡିଂ ସମସ୍ୟା ନେଇକି ପ୍ରୋବ୍ଲେମ ଥାଏ। ଯଦି ଆପଣ ବଡ ରଖିଛନ୍ତି ତାହେଲେ କିଛି ଅସୁବିଧା ନାହିଁ। ଆଜ୍ଞା। ତ ଗୋଟିଏ ବତକ କେତେ କଣ ଅଣ୍ଡା ଦେଇଥାଏ ଆଉ ଏଇ ଅଣ୍ଡା ଗୁଡାକ ଦେଖିବାକୁ କେମିତି ହେଇଥାନ୍ତି? ଆର ଓକେ ଓଜନ କେତେ ଥାଏ? ଓକେ ନିଶ୍ଚିତ ଭାବେ
ଗୋଟେ ବତକ ଆମେ ଦେଖିବା, ବତକ ଯଦି ଅଣ୍ଡା ପାଇଁ ଆପଣ ଦେଖିବା ତାହେଲେ ହ୍ୱାଇଟ୍ ପେକିଂ ସରି ଆମର ହ୍ୱାଇଟ୍ ପେକିଂ ତ ମାଂସ ପାଇଁ ରହୁଛି। ଆପଣଙ୍କ ଇଣ୍ଡିଆନ ଅଣ୍ଡା ଆଉ ଖାକି କ୍ୟାମ୍ପଲ ରହୁଛି। ଯଦି ଖାକି କ୍ୟାମ୍ପଲ ଆମେ ଦେଖିବା ବର୍ଷକ 365 ଦିନରୁ ସେ ଆପଣ 300 ରୁ 320 ଟି ଅଣ୍ଡା ଦେଇଥାଏ। ଆଉ ଇଣ୍ଡିଆନ ଅଣ୍ଡାକୁ ଆମେ ଦେଖିବା ତାହେଲେ 250 ରୁ 280 ଟି ଅଣ୍ଡା ଦେଇଥାଏ। ମାନେ ପାଖାପାଖି ସମାନ ରହିଥାଏ। ଆଉ ଯୋଉଟା ଦେଖିବେ ଆପଣ କ୍ରସ୍ ଯୋଉ ରହୁଛି ଇଣ୍ଡିଆନ ଅଣ୍ଡା ଆଉ ଖାକି କ୍ୟାମ୍ପଲ କ୍ରସ୍ ରହୁଛି, ତାକୁ ଦେଖିବା ତାହେଲେ ସେ 300 ରୁ 310 ଭିତରେ ଆପଣଙ୍କର ସେ ଦେଇଥାଏ ଆପଣଙ୍କର ଅଣ୍ଡା। ଆଜ୍ଞା। ତ ଆଉ ଗୋଟେ କଥା କି ବତକ ମାନଙ୍କୁ କଣ ସବୁ ଖାଦ୍ୟ ଆମେ ଖାଇବାକୁ ଦେଇପାରିବା? ବତକ ପାଇଁ ପ୍ରଥମତଃ ମୁଁ ସମସ୍ତ ଚାଷୀ ମାନଙ୍କୁ ଅନୁରୋଧ କରିବି, ଯୋଉଟା ବି ଛୋଟ ସମୟ ଯଦି ଆମେ ଭଲସେ ଖାଇବା ଦଉଛେ ତାହେଲେ ବଡ ବେଲେ ଆମକୁ ବହୁତ ଖାଦ୍ୟ ଦେବା ଦରକାର ନାହିଁ। କାହିଁକି ଯେମିତି ଗୋଟେ ମଣିଷ ଛୋଟ ଛୁଆକୁ ଯେମିତି ଆମେ ଠିକ ସେ ଯଦି ପାଳନ କରିପାରୁଛେ ଛୋଟ ସମୟରେ, ତ ବଡ ସମୟରେ ତାର ବେଶୀ ଆଉ କିଛି ଅସୁବିଧା ହୁଏ ନାହିଁ। ସେମିତି ଆମେ ପ୍ରଥମ 1 ମନ୍ଥ ପର୍ଯ୍ୟନ୍ତ ବତକ ମାନଙ୍କୁ ଆପଣ ଯୋଉ କୁକୁଡା ଦାନା ଅଛି କୁକୁଡା ଦାନା ଦିଅନ୍ତୁ। ଗୋଟେ ମନ୍ଥ ଯାହା ବି ଖର୍ଚ୍ଚ ହେଉଛି ଯାହା ହେଇଯାଉ, ତାପରେ ଆପଣ 1 ମନ୍ଥ ଗଲା ପରେ ବା 40 ଦିନ ଗଲା ପରେ ତାକୁ ଆପଣ ବାହାରେ ଛାଡି ପାରିବେ। ବାହାରେ ଛାଡିଲା ପରେ ଆପଣ ନିଜର ଘରରେ ଯାହା ବି ଅଲଗା ଖାଦ୍ୟ ରହୁଛି ଆପଣ ଦେଇପାରିବେ। ନହେଲେ ଆପଣ ଟମାଟୋ ହେଲା ମାର୍କେଟରୁ ଆଣୁଛନ୍ତି, ତାହେଲେ ଅଣ୍ଡାର ଖୋଳପା ଯଦି ଆପଣ ଫାଷ୍ଟଫୁଡ ସେଣ୍ଟର ଆଣୁଛନ୍ତି, ଆଉ ଆପଣଙ୍କର ଶୁଖୁଆ ଗୁଣ୍ଡ ହେଲା, ଏ ସବୁକୁ ମିକ୍ସଅପ୍ କରିକି ଆପଣ ଦେଇପାରିବେ। ଆଉ ଫ୍ରି ରେଞ୍ଜ ଯଦି କରୁଛନ୍ତି ତାହେଲେ ଏମିତି ଭାବିବାଟା ଭୁଲ କି ଆପଣ ବାହାରେ ଛାଡିଦେବେ ସେ ବାହାରେ ଖାଇବ। ଯଦି ବି ବାହାରେ ଛାଡୁଛନ୍ତି ସକାଳେ ଯେ ଆପଣ ଆପଣଙ୍କ ଫାର୍ମରୁ ବାହାରକୁ ଛାଡିବେ, ସେ ସମୟ ଆପଣ ବର୍ତ୍ତମାନ ଖାଇକି ବାହାରକୁ ଛାଡନ୍ତୁ। ଆଉ ଯେତେବେଳେ ଫାର୍ମ ଭିତରକୁ ବର୍ତ୍ତମାନ ଆସିବେ ତାଙ୍କୁ ପ୍ରଥମେ ପେଟ ପୂରେଇ ଖୁଆନ୍ତୁ, ଦେନ୍ ଫାର୍ମ ଭିତରକୁ ଆପଣ ରଖନ୍ତୁ। କିଛି ଅସୁବିଧା ରହିବ ନାହିଁ। ଆଜ୍ଞା। ତ ସାର୍ ବତକ ମାନଙ୍କର ଯୋଉ ଚାଷ ଯୋଉ କଲେ ତାଙ୍କର ଯୋଉ ଅଣ୍ଡାଟା ଯୋଉ ଆପଣ କହିଲେ ଏଇଭଳିଆ ଦେଖାଯାଏ, ତ କୁକୁଡା ଅଣ୍ଡା ଆଉ ବତକ ଅଣ୍ଡା ଭିତରେ ଆମେ ଚିହ୍ନିବା କେମିତି କି ଏଇଟା କୁକୁଡା ଅଣ୍ଡା ଏଇଟା ବତକ ଅଣ୍ଡା? ତ ବତକ ଅଣ୍ଡା ଆଉ କୁକୁଡା ଅଣ୍ଡା ଦେଖିବା ତ ଦେଖିବାକୁ ଆପଣଙ୍କର ବତକ ଅଣ୍ଡା ଟିକେ ବଡ ସାଇଜ ରହିଥାଏ ମ୍ୟାମ୍। ଆଉ କୁକୁଡା ଅଣ୍ଡା ଛୋଟ ସାଇଜ ରହିଥାଏ। ତାର ଆକାର ଦେଖି ଆମେ ଇଜିଲି ଜାଣିପାରିବା। ବତକର ଆପଣ ଅଣ୍ଡା ଦେଖିବେ ତାହେଲେ 45 ରୁ 55 ଗ୍ରାମ ଭିତରେ ଆପଣଙ୍କର ଥାଏ ବତକ ଅଣ୍ଡା ଗୁଡିକ। କିନ୍ତୁ କୁକୁଡା ଅଣ୍ଡା ଦେଖିବେ, ଦେଶୀ କୁକୁଡାକୁ ଦେଖିବା ତାର ଆପଣଙ୍କର 30 ରୁ 35 40 ଭିତରେ ଥାଏ ଆପଣଙ୍କର। ଆଉ ଯଦି ଆପଣ ଦେଖିବେ ଆରଆଇ ଏଇ କୁକୁଡା ଦେଖିବେ ଟିକେ ତାର ଟିକେ ଅଧିକା ଥାଏ ସେ କୁକୁଡାର। ଆକାରଟା କେମିତି ଥାଏ ବତକର ଯୋଉ ଅଣ୍ଡାର? ବତକ ଅଣ୍ଡା ବଡ ସାଇଜ ଥାଏ ଆଉ ହ୍ୱାଇଟ କଲର ଦେଖିବାକୁ ରହିଥାଏ। ଆଜ୍ଞା। ତ ସାର୍ ଆଉ ଗୋଟେ ଆଉ ବତକର ଗୋଟେ ଖାସିୟତ ରୁହେ ମ୍ୟାମ୍, ଯୋଉମାନେ ଚାଷୀ ମାନେ କରନ୍ତି ସେମାନେ ଜାଣନ୍ତିନି। ବତକ ଆଜ୍ଞା ଗୋଟେ ସେ ସକାଳ ଆପଣଙ୍କ 4ଟାରୁ ଆପଣ 7ଟା ଭିତରେ ଅଣ୍ଡା ଦିଅନ୍ତି। ଆଉ ନିଜର ଯୋଉଠି ରହନ୍ତି ସେଠି ଅଣ୍ଡା ଦିଅନ୍ତି। ଯୋଉଟା କି ସେଟା ବହୁତ ଭଲ ଜିନିଷଟା ଯେ ଆପଣଙ୍କୁ ଅଣ୍ଡା କଲେକ୍ସନ ପାଇଁ କୌଣସି ଅସୁବିଧା ରହିବ ନାହିଁ। କି କୁଆଡେ ଆପଣ ଯୋଉଠି ରଖିଛନ୍ତି ସକାଳ 7ଟା ପରେ ଆପଣ ବାହାରେ ଛାଡୁଛନ୍ତି, ଦେନ୍ ଆପଣଙ୍କ ଫାର୍ମ ଭିତରେ ହିଁ ଅଣ୍ଡା ଦେବେ, ଯୋଉଟା କଲେକ୍ଟ କରିବାକୁ ଇଜି ହେଇଥାଏ। ଆଜ୍ଞା। ତ ବତକ ଚାଷ କଲେ ସେମାନଙ୍କର ରହିବା ପ୍ରଣାଳୀ ବ୍ୟବସ୍ଥା ଟା କେମିତି ଥାଏ ସାର୍? ରହିବାଟା ଯଦି ଆପଣଙ୍କର ପୋଖରୀ ଅଛି ଦେନ୍ ରହିବାଟା ଆପଣ ଯେତେ ଖାଲି ବାହାର ଶତ୍ରୁରୁ ବଞ୍ଚେଇବା ଦରକାର, ତା ପାଇଁ କୌଣସି ହାଇ ଫାଇ ଘର ଦରକାର ନାହିଁ। ଯେମିତି କୁକୁଡା ଫାର୍ମ ପାଇଁ ଆମେ ହାଇ ଫାଇ ଘର ଦରକାର ପଡିଥାଏ, ସେମିତି ଦରକାର ନାହିଁ। ନର୍ମାଲ ଆପଣ କୁଡିଆ ଘର ଯଦି କରୁଛନ୍ତି ସେଥିରେ ରଖିପାରିବେ। ଖାଲି ଏଥିରେ ଆପଣଙ୍କର ଟିକେ ସୁରକ୍ଷିତ ରହିବାର, ଯେମିତି କି ବାହାର ଯେମିତି କଟାକ୍ସ ହେଲା କି ବନ୍ୟଜନ୍ତୁ ହେଲା କି ଏମାନଙ୍କର ବଞ୍ଚିକା ରହିବାର ଅଛି। ତାଙ୍କଠୁ ଯଦି ବଞ୍ଚେଇ ଦେଇ ପାରିଲେ ତାହେଲେ କିଛି ଅସୁବିଧା ନାହିଁ, ଯେମିତି ଘର ହେଲେ ଚଲିବ। ଆଉ ଘରଟା ସବୁବେଳେ ଶୁଖିଲା ରଖିବେ। ନୋ ଡାଉଟ ବତକମାନେ ଗାଧେଇକି ଯାଇଥିବେ ପୋଖରୀ ଆସିଲା ପରେ ଯୋଉ ଆପଣ ଯୋଉ ବାହାରେ ଖାଇବାକୁ ଦେବେ, ଖାଇବା ଯୋଉ ଦେବେ ସେମାନେ ତାଙ୍କ ବଡିକୁ ସଫା କରିଦେବେ। ଆଉ ଭିତରକୁ ଏଣ୍ଟ୍ରି କଲା ସମୟରେ ଭିତରଟା ଶୁଖିଲା ରହିବାର ଅଛି। ଆଉ ଯଦି ଭିତର ଓଦା ହେଇଯିବ ଦେନ୍ ଆପଣଙ୍କର ନିମୋନିଆ ଗ୍ୟାସ୍ ହବାର ବହୁତ ଗୁଡା ରୋଗ ମଧ୍ୟ ଆପଣଙ୍କର ବତକରେ ଦେଖାଯାଏ। ଆଜ୍ଞା। ଯୋଉ ବତକ ମାନଙ୍କୁ ଯୋଉ ରୋଗ ହେଲେ ତାର ରୋଗର ପ୍ରତିକାର କେମିତି କରୁଛନ୍ତି ସାର୍? ପ୍ରତିକାର ଦେଖିବାକୁ ଆମେ ବତକ ତ ପ୍ରଥମେ ଆପଣ କହିଥିଲେ ରୋଗ ନାହିଁ କହିଲେ ଚଲେ, କିନ୍ତୁ ଫିର ବି ଆମେ ତାଙ୍କୁ କଣ କରୁଛୁ ତାଙ୍କର ଗ୍ରୋଥ ଠିକ ରହିବା ପାଇଁ ଆମେ କ୍ୟାଲସିୟମ ଦଉଛୁ, ତା ମଲ୍ଟିଭିଟାମିନ ଦଉଛୁ ଆଉ ଆପଣଙ୍କୁ ଆଣ୍ଟିବାୟୋଟିକ ଦଉଛୁ। ଆଣ୍ଟିବାୟୋଟିକ ସପ୍ତାହକୁ 3 ଦିନ ଦଉଛୁ, ମଲ୍ଟିଭିଟାମିନ 3 ଦିନ ଦଉଛୁ। କ୍ୟାଲସିୟମଟା ଆମେ ଗୋଟେ ସପ୍ତାହ କଣ୍ଟିନ୍ୟୁ କରୁଛୁ, ଗୋଟେ ସପ୍ତାହ ଗ୍ୟାପ ଦଉଛୁ, ଆଉ ଗୋଟେ ସପ୍ତାହ କଣ୍ଟିନ୍ୟୁ କରି ଏମିତି ଆମର ଚାଲିଛି ମ୍ୟାମ୍। ଆଉ କିଛି ବିଶେଷ ତାର ପାଇଁ କୌଣସି ମେଡିସିନ ଆମେ ଦଉନୁ ଏମାନଙ୍କୁ। ଆଜ୍ଞା। ତ ଯଦି ଜଣେ ଚାଷୀ ଚାହିଁବ ବତକ ଚାଷ କରିବା ପାଇଁ ସେ କେତେ କଣ ଖର୍ଚ୍ଚ କରିକି ଷ୍ଟାର୍ଟିଂ କରିବ? ଯଦି ଆମେ ଦେଖିବା ଯଦି ବତକ ଯଦି ଗୋଟେ ଇନିସିଆଲି ଛୋଟ ଲେଭେଲ ଷ୍ଟାର୍ଟ କରୁଛନ୍ତି ଦେନ୍ ଗୋଟେ 100 ବତକକୁ ଆପଣ 10 ରୁ 15 ହଜାର ଟଙ୍କାର ଆପଣ ଇନଭେଷ୍ଟ କରିପାରିବେ। 10 ରୁ 15 ହଜାର ଇନଭେଷ୍ଟ କଲା ପରେ ଆପଣ 40 ରୁ 45 ହଜାର ଟଙ୍କା ଆପଣ ନିଜର ଇନଭେଷ୍ଟମେଣ୍ଟ ଆଉ ଯୋଉଟା ପ୍ରଫିଟ ଦୁଇଟା ମିଶିକି ଆପଣ ପାଇପାରିବେ ଆରାମସେ। ଆଜ୍ଞା। ତ ସାର୍ ଆପଣଙ୍କର ବତକ ଚାଷରେ କେତେ କଣ ଲାଭ ମିଳୁଛି କେମିତି କଣ? ବତକ ତ ମ୍ୟାମ୍ ଆମର ଏବେ 7 ହଜାର ହେଇଗଲାଣି। ଆମେ 7 ହଜାର ଫାର୍ମିଂ କରୁଛୁ ଏବେ। ନୋ ଡାଉଟ ଇନିସିଆଲି ଆମେ ଯୋଉ ଲେଭେଲରେ ଥିଲୁ, ଆମେ ଦେଖିବା 5 ବର୍ଷ ଯୋଉ ଲେଭେଲରେ ଥିଲୁ ଏବେ ଆମେ ଯଦି କମ୍ପେୟାର କରିବା ବହୁତ ଆକାଶ ପାତାଳ ଡିଫରେଣ୍ଟ ପାଇଛୁ। ଆଉ ଆମର ହୋଲସେଲିଂ ପୁରା ଇଏ ରହୁଛି ଟୋଟାଲ ଅଲ ଓଭର ଓଡିଶାକୁ ଆମେ ସପ୍ଲାଏ କରୁଛୁ। ତ ଆମର ଟିକେ ଅଧିକା ମୋଟା ରହୁଛି ପ୍ରଫିଟ ଟା। ଆଜ୍ଞା। ତ ସାର୍ ଆପଣ ବତକ ଚାଷ ପାଇଁ ଚାଷୀ ମାନଙ୍କୁ କିଛି ଭାଇ ଭାଇ ମାନେ ଯୋଉ ଚାଷୀ ଭାଇ ଭଉଣୀ ମାନଙ୍କୁ କିଛି ଟ୍ରେନିଂ ଏମିତି ଦଉଛନ୍ତି? ହଁ ମ୍ୟାମ୍ ଆମର ଟ୍ରେନିଂ ପ୍ରୋଗ୍ରାମ ଚାଲୁଛି, ଯୋଉଟା କି ଆପଣଙ୍କର ଅନଲାଇନ ଆଉ ଅଫଲାଇନ ଦୁଇଟା ସମୟ ରହୁଛି।
जो भी चाषी मैंने दरकार अच्छे ट्रेनिंग आप आराम से मो सब कंटाक्ट करेंगे। ଆପଣ ବତକ ଫାର୍ମ ଗୋଟେ ଆପଣଙ୍କର 12 ରୁ 13 ଦିନର ଟ୍ରେନିଂ ରହୁଛି ଯୋଉଠି କି ଆପଣଙ୍କର ଛୋଟ ଛୁଆକୁ ଆଣିବା ଆଗରୁ କେମିତି ରଖିବେ ଆଣି ସାରିଲା ପରେ କେମିତି କଣ ଟ୍ରିଟମେଣ୍ଟ କରିବେ ବ୍ରୁଡିଂ ସେଟଅପ୍ କେମିତି ରହିବ ଖାଇବା କଣ ଦେବେ ଘରୋଇ ଖାଦ୍ୟ କେମିତି ତିଆରି କରିପାରିବା କୋଉ ରୋଗ ହେଲେ କେମିତି ଚିହ୍ନି ପାରିବା ଭ୍ୟାକ୍ସିନେସନ ପ୍ରୋସେସ କେମିତି ରହୁଛି ତା ମଧ୍ୟରେ ଆପଣଙ୍କର ତାର ମାର୍କେଟିଂ ର ଗୋଟେ ବଡ ପ୍ରୋବ୍ଲେମ ସେ ମାର୍କେଟିଂ ଉପରେ ବି ଆମେ ତାଙ୍କୁ ବତାଉଛୁ 2 ଦିନର ଖାଲି ମାର୍କେଟିଂ ଉପରେ ଡିସ୍କସନ କରୁଛୁ ତ ଯୋଉଠି କି ମୋଟାମୋଟି ଦେଖିବାକୁ ଗଲେ ଆପଣଙ୍କ ବତକ ଫାର୍ମରେ ଆପଣ ବୁକ୍ ମଧ୍ୟ ଆମେ ପ୍ରୋଭାଇଡ କରୁଛୁ ବୁକ୍ ମଧ୍ୟ ପଢିକି ଟ୍ରେନିଂ ନେଇକି ଫାର୍ମର ଆରାମ ସେ ଷ୍ଟାର୍ଟ କରିପାରିବ। ଆଜ୍ଞା। ତ ଆଉ ଗୋଟେ କଥା ଥିଲା କି ଯୋଉ ବତକ ମାନଙ୍କୁ ଯୋଉ ରୋଗ ହଉଛି ତାଙ୍କୁ ହେଲା ପରେ ଆପଣ ମାନେ ତାଙ୍କର ଶରୀରର ମାନେ କଣ ସବୁ ଚେଞ୍ଜ ହେଇଯାଉଛି ଯେମିତି କି ଆପଣ ଜାଣିପାରୁଛନ୍ତି ଆକୁ ଏଇ ରୋଗଟା ହେଇଛି। ହଁ ଯଦି କୌଣସି ଯେମିତି ମନୁଷ୍ୟ ମାନେ ଯଦି ଜ୍ୱର ହୋଇଯାଏ ମ୍ୟାମ୍ ତ ଆମେ କଣ କରୁ ଚୁପଚାପ ପଡିଯାନ୍ତି ବସି ପଡୁ ଶୋଇବାକୁ ଆମକୁ ଭଲ ଲାଗେ ସେମିତି ଟାଇପ ର ବତକ ମାନଙ୍କୁ ଯଦି ଦେଖିବେ ଯଦି ବତକ ମାନେ ଯୋଉ ଚଳଚଞ୍ଚଳ ବହୁତ ବଢିଆ ରହନ୍ତିନି ମ୍ୟାମ୍ ବୁଲି 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 ଖାଇ ଖାଇ ବୁଲି ହୁଁ। ବୁଲି ସେମାନେ ଆଜ୍ଞା। ଯଦି ଚୁପଚାପ ବସିକି ଗୋଟେ ଜାଗା ରହି ପଡିଲେ ଧୀରେ ହେଇକି ବସି ପଡିଲେ ଘୁମେଇକି ବସି ପଡିଲେ ଦେନ୍ ଆମେ ସାଙ୍ଗେ ସାଙ୍ଗେ ନୋଟିସ୍ ନେବାର ଅଛି ନା କିଛି ଗୋଟେ ପ୍ରୋବ୍ଲେମ ହେଇଛି ବୋଲି ବତକ ଖାଇବା କମ କରିଦେଲା ଆଉ ଘୁମେଇକି ବସୁଛି ଏଇ ସବୁ ଆମେ ଦେଖିବାକୁ ନୋଟିସ୍ କରିବାକୁ ପଡିବ। ଆଉ ଯୋଉ କୌଣସି ଫାର୍ମର ବି ଯଦି ଫାର୍ମିଂ କରୁଛନ୍ତି ଆପଣ ଅନ୍ୟ କୌଣସି ଲୋକ ବି ରଖି କାମ କରୁଛନ୍ତି ତାହେଲେ ପ୍ରତ୍ୟେକ ଦିନ ଆପଣ କଣ କରନ୍ତୁ ଅଧଘଣ୍ଟାରୁ ଘଣ୍ଟେଟେ ଆପଣ ଫାର୍ମକୁ ଭିଜିଟ କରନ୍ତୁ ଆଉ ଫାର୍ମର ସବୁ ବତକକୁ ନୋଟିସ୍ କରନ୍ତୁ ଯଦି କୌଣସି ବତକ ୱିକ୍ ହଉଛି କିଛି ସିମ୍ପଟମ ଦେଖାଯାଉଛି ଦେନ୍ ଆପଣ ତାକୁ ଡେରି ନ କରନ୍ତୁ ଯାହା ମେଡିସିନ କଣ୍ଟିନ୍ୟୁ କରନ୍ତୁ ଯଦି ଜାଣିପାରୁନାହାନ୍ତି ତାହେଲେ ଆମକୁ ଆପଣ ଯୋଗାଯୋଗ କରନ୍ତୁ ଆମେ ପୁରା ନିଃଶୁଳ୍କ ଭାବରେ ଆପଣ ଫ୍ରି ଅଫ କଷ୍ଟ ଆପଣଙ୍କୁ ଆମେ ପୁରା ସହଯୋଗ କରିବୁ କୋଉ ମେଡିସିନ ଦେବେ କଣ କରିବେ ପୁରା ଗାଇଡ କରିଦେବୁ ଆପଣଙ୍କୁ। ଆଜ୍ଞା। ହଁ ସେଇଟା ହିଁ ପଚାରିବାର ଥିଲା କାହିଁକି ନା ଏତେ ସାରା ବତକ ମଧ୍ୟରେ କେମିତି ଚିହ୍ନିବେ ଆପଣ ସେଇ ହଁ ଜିନିଷଟା। ନାଇଁ କାହିଁକି ଯୋଉଟା ଯଦି ଆମ ବତକକୁ ଯଦି କି ଫାର୍ମରୁ ଯଦି ପୋଖରୀକି ନଉଛେ ତ ନେଲା ସମୟରେ କଣ ହୁଏ ଯୋଉ ଦୁର୍ବଳ ବତକ ମାନେ ପଛପଟେ ବସି ପଡନ୍ତି ଯାଆନ୍ତିନି ସେଇ ହୁଁ ଜାଗାଟା ଆମେ ଇଜିଲି ଆଇଡେଣ୍ଟିଫାଇ କରିଦଉ ଆଉ ଯଦି ଆଜ୍ଞା। ଗୋଟେ ଫାର୍ମ ଟା ରଖିକି ରଖିବୁ ତାହେଲେ ଟିକେ ଆଇଡେଣ୍ଟିଫାଇ କରିବା ମୁସ୍କିଲ ହୋଇଯାଏ କାହିଁକି ସମସ୍ତେ ଏପଟେ ସେପଟେ ଚଲାବୁଲା କରୁଛନ୍ତି ତ ଯେତେବେଳେ ଫାର୍ମ ରୁ ପୋଖରୀ ଗଲା ସମୟରେ ଯୋଉମାନେ ପଛ ପଛ ରହିଯାଉଛନ୍ତି ତାଙ୍କୁ ଆମେ ନୋଟିସ୍ କରିବାର ଅଛି। ଆଜ୍ଞା। ତ ସାର୍ ଆପଣ ଆଉ ବତକ ଚାଷୀ ଭାଇ ଭଉଣୀ ମାନଙ୍କୁ କିଛି କହିବେ ମାନେ ସେମାନେ ବି ସେଇ ପ୍ରଣାଳୀରେ ଚାଷ କରି ସେମାନେ ବହୁତ ସାରା ପ୍ରଫିଟ ତାଙ୍କର ପାଇପାରିବେ। ଓକେ ତ ମୁଁ ଆମର ଓଡିଶା ଚାଷୀ ମାନଙ୍କୁ ମୁଁ କହିବି କି ଆମ ଓଡିଶାରେ ଆମେ ବହୁତ ଖରାପ ଲାଗେ କି ଆମ ଓଡିଶାରେ ଏବେ ପର୍ଯ୍ୟନ୍ତ ଆମେ ଆନ୍ଧ୍ରପ୍ରଦେଶରୁୁ ଆପଣଙ୍କର ଅଣ୍ଡା ଆସୁଛି ଆଉ ଆମେ ସେ ଅଣ୍ଡାଟା ଯୋଉ ରିକ୍ୱାର୍ଡ ହଉଛି ଫୁଲଫିଲମେଣ୍ଟ କରୁଛୁ ଆମେ ଯଦି ଆମେ ଓଡିଶା ଚାଷୀ ମାନେ ଯଦି ବତକ ହେଲା କୁକୁଡ଼ା ହେଲା ଯଦି ଅଣ୍ଡା ପାଇଁ ପାଳନ କରୁଛୁ ମାର୍କେଟ ତ ବହୁତ ଅଛି କାହିଁକି ଆପଣ ତ ମିଲ୍ ଡେ ମିଲ୍ସ ବି ୟୁଜ ହଉଛି କୁକୁଡାର ଅଣ୍ଡା ବି ସେମିତି ଡିମାଣ୍ଡ ଅଛି ବତକର ବି ଅଣ୍ଡା ଡିମାଣ୍ଡ ଅଛି ଆଉ ବତକର ଅଣ୍ଡାର ବହୁତ ବେନିଫିଟ କଣ ହୁଏ ଯୋଉମାନେ ଜିମ୍ କୁ ଯାଆନ୍ତି ପ୍ରୋଟିନ ବହୁତ ପରିମାଣ ଅଛି ତ ତାଙ୍କ ବହୁତ ବେନିଫିଟ ହେଇଥାଏ ତ ସେ ସବୁ ଇଜିଲି ମାର୍କେଟିଂ ଯଦି ଆପଣ କରିପାରିବେ ଆପଣଙ୍କ ଏରିଆକୁ ଷ୍ଟଡି କରନ୍ତୁ ଯଦି ବିକ୍ରି ହେଇପାରିବ ଦେନ୍ ଡେଫିନେଟଲି ଆପଣ ଏ ଫାର୍ମକୁ ଆପଣଙ୍କୁ ଓହ୍ଲାନ୍ତୁ ଆମେ ଅଛୁ ଆପଣଙ୍କୁ ପୁରା ସହଯୋଗ କରିବା ପାଇଁ ମାର୍କେଟିଂ ଠୁ ଆରମ୍ଭ କରିକି ଚିଆଁଠୁ କି କୌଣସି ରୋଗ ହେଲା ସବୁ ଆପଣଙ୍କୁ ପୁରାପୁରି ଆମେ ଆପଣଙ୍କୁ ସହଯୋଗ କରିବୁ ତା ସହିତ ଗଭର୍ଣ୍ଣମେଣ୍ଟ ର ବହୁତ ସୁନ୍ଦର ସୁନ୍ଦର ସ୍କିମ୍ ମଧ୍ୟ ଅଛି ଆପଣ ଚାହିଁଲେ ତାକୁ ଆପ୍ଲାଏ କରନ୍ତୁ ଗଭର୍ଣ୍ଣମେଣ୍ଟ ଦଉଛନ୍ତି କିନ୍ତୁ ଲୋକ ନଉନାହାନ୍ତି ଏସଏଚଜି ଗ୍ରୁପ ଆମେ ଯାଉଛୁ ଯୋଉ ଗଭର୍ଣ୍ଣମେଣ୍ଟ ର ଯାଉଛୁ ଯୋଉ ବିଡିଓ ସାର୍ ଅଛନ୍ତି ସିଡିଓ ସାର୍ କଥା ହଉଛୁ ସେମାନେ କହୁଛନ୍ତି କି ନର୍ମାଲ ଇଣ୍ଡିଭିଜୁଆଲ ଫାର୍ମର ତ ମିଳି ଯାଉଛନ୍ତି ଆମକୁ କିନ୍ତୁ ଏସଏଚଜି ଗ୍ରୁପ ରୁ କୌଣସି ଲୋକ ଆସୁନାହାନ୍ତି କି ନିଜ ହିସାବରେ ତ ଯଦି କୌଣସି ଏସଏଚଜି ମା ମାନେ ଅଛନ୍ତି ତାହେଲେ ଆପଣ ଯାଆନ୍ତୁ ଆପଣ ଘରେ କଣ କରନ୍ତୁ ଆପଣଙ୍କର ବତକ ସରକାର ଦଉଛନ୍ତି ଫ୍ରି ଅଫ କଷ୍ଟ ଘର ଦଉଛନ୍ତି ଆପଣଙ୍କୁ 60% ସବସିଡିରେ ମିଳୁଛି ତ ଆପଣ ତାକୁ ଯାଇକି ଆପ୍ଲାଏ କରନ୍ତୁ ଯୋଉଟା କି ଆପଣ ଲାଭଟା ପାଇପାରିବେ ସରକାର ମଧ୍ୟ ସହଯୋଗ କରୁଛନ୍ତି ଆପଣ କିଛି ଆଉ ଟିକେ ସହଯୋଗ କରିବେ ନିଶ୍ଚିତ ଡେଫିନାଇଟ ଆପଣ ସକ୍ସେସ ହେବା ପାଇଁ କେହି ରୋକିପାରିବେ ନାହିଁ। ଆଜ୍ଞା। ତ ଆପଣ ସରକାରଙ୍କର ଯୋଉ ସବସିଡି ବଗେରା ଯୋଉ ଦଉଛନ୍ତି ଆପଣ ତାର କିଛି ଲାଭ ଉଠଉଛନ୍ତି ସାର୍। ହଁ ବହୁତ ଜଣ ଚାଷୀ ଲାଭ ପାଉଛନ୍ତି ଯଦି କୌଣସି ଚାଷୀ ଯଦି ପାଇପାରୁନାହାନ୍ତି ବା କିଛି ପ୍ରୋବ୍ଲେମ ହଉଛି ତାହେଲେ ବି ଯୋଗାଯୋଗ କରନ୍ତୁ ଆମେ କେମିତି ପାଇବେ କଣ ପ୍ରୋସେସ ରହୁଛି କେମିତି ଆପ୍ଲାଏ କରିବେ ତା ଷ୍ଟେପଟା ଆମେ ପୁରାପୁରି ଆପଣଙ୍କୁ ଇନଫର୍ମ କରି ବତେଇ ଦେଇ ପାରିବୁ। ଆଜ୍ଞା। ତ ଧନ୍ୟବାଦ ସାର୍ ଆପଣ ଆପଣଙ୍କ ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ କୃଷି ଜାଗରଣ ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ନମସ୍କାର। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ବି ମୋ କୃଷକ ଟିମ୍ ତରଫରୁ ବି ଧନ୍ୟବାଦ ମ୍ୟାମ୍ ବହୁତ ସୁନ୍ଦର ଆପଣଙ୍କୁ ପଚାରୁଛନ୍ତି ଆଉ ମୁଁ ବି ଆପଣଙ୍କ ଭିଡିଓ ଦେଖୁଥିଲି ବହୁତ ଭଲ ଇନଫର୍ମେସନ ଭିଡିଓ ଦଉଛନ୍ତି ଯୋଉଟା ଚାଷୀ ମାନଙ୍କୁ ବହୁତ ହେଲ୍ପ କରୁଛି ଯୋଉଟା କି ଆମେ ବି ଚେଷ୍ଟା କରୁଛୁ ଆପଣଙ୍କୁ ବି ଚେଷ୍ଟା ବହୁତ ରହୁଛି ଆପଣ ମୁଁ ଆର୍ଟିକଲ ମଧ୍ୟ ପଢୁଥିଲି ଆପଣଙ୍କର ଗୋଟେ ମାଗାଜିନ୍ ବି ଷ୍ଟାର୍ଟ କରୁଛନ୍ତି ବହୁତ ସୁନ୍ଦର ସୁନ୍ଦର ଲେଖୁଛନ୍ତି ମତେ ମିଳିଲା ଦୁଇଟା ମିଳିଲା ପଢିଲି ମୁଁ ଆପଣଙ୍କ ବିଷୟରେ ତ ମତେ ବହୁତ ଖୁସି ଲାଗିଲା ଆପଣ ବି ଏମିତି କରନ୍ତୁ ମ୍ୟାମ୍ କାହିଁକି ଚାଷୀ ଯଦି ଉନ୍ନତି କରିବ ଦେନ୍ ସମସ୍ତେ ଡେଫିନେଟଲି ହେଲ୍ପ ଆଜ୍ଞା କରିବେ। ଆପଣଙ୍କର ଏଇ ଭିଡିଓ ମାଧ୍ୟମରେ ବହୁତ ସାରା ଚାଷୀ ବହୁତ କିଛି ଜିନିଷ ଜାଣିଥିବେ ଶିଖିବାକୁ ମିଳିଥିବ ତାଙ୍କୁ ଏଥିରୁ ନୂତନ ନୂତନ ଜ୍ଞାନ କୌଶଳ ସେ ନେଇକି ତାଙ୍କର ଚାଷ ଫିଲ୍ଡରେ ଲଗେଇ ପାରିବେ ସେ ଆଗକୁ ଆହୁରି ବଢି ପାରିବେ ତ ଆପଣଙ୍କର ବି ପ୍ରୋସେସ ଜାରି ରହିଛି ତ ଧନ୍ୟବାଦ ସାର୍। ଥ୍ୟାଙ୍କୟୁ ମ୍ୟାମ୍ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ।